ଏ ଦୃଶ୍ୟ ହେଉଛି ବାଙ୍ଗିରିପୋଷି ଘାଟିର। ଆପଣମାନେ ଦେଖିପାରୁଥିବା ଦୃଶ୍ୟଟିକୁ କିଭଳି ଭାବରେ ଟ୍ରକ୍ଟି ବ୍ରେକ୍ ଫେଲ୍ ହେଇକି ଆଗକୁ ଯାଇଛି ଏବଂ ଅଟକି ଯାଇଛି। କିନ୍ତୁ ଯେହେତୁ ଅଟକିବାର କାରଣ ପ୍ରମୁଖ କାରଣ ହେଉଛି ଯେ ଟ୍ରକ୍ଟି ବ୍ରେକ୍ ଫେଲ୍ ହେଇଛି ଏବଂ ସାମ୍ନାକୁ ଯାଇଛି। ସାମ୍ନାରେ ଯେହେତୁ ମାଟି ଅଂଶ ଅଛି, ସେଇ କିଛି ଜାଗାରେ ସେ ବ୍ରେକ୍ ମାରିଛନ୍ତି ଡ୍ରାଇଭର, ତାପରେ ସେ ଚକ ପୁରା ଫୁଲ୍ଲି ଭିତରକୁ ଯାଇଛି, ଯାହାଫଳରେ ସେଇଠି ପାୱାର ସବୁ ଏତେ ଆଗକୁ ଜେନେରେଟ୍ ହେଇକି ଆଗକୁ ଯାଇପାରେ, ନହେଲେ ତା ଆଗକୁ ଗଲେ ପୁରା 900 ଫୁଟ ତଳକୁ ଟ୍ରକ୍ଟି ଖସି ଯାଇଥାନ୍ତା। ଏହା ବାଙ୍ଗିରିପୋଷି ଘାଟିରେ ପ୍ରତିଦିନ ସମସ୍ୟା ଉପୁଜୁଛି। କାହିଁକି ଉନ୍ନତିକରଣ ଦରକାର ରାସ୍ତା ଆପଣମାନେ ବୁଝିପାରୁଥିବେ, ଘାଟିର ପ୍ରଶସ୍ତିକରଣ ରାସ୍ତା ଆପଣମାନେ ବୁଝିପାରୁଥିବେ। ତାପରେ ୟା ପରବର୍ତ୍ତୀ ସମସ୍ୟା ଆହୁରି ଭିନ୍ନ ଧରଣର ସମସ୍ୟା ସୃଷ୍ଟି କରେ। ଯେହେତୁ ଏହିସବୁ ସମସ୍ୟା ଡେଲି ଚାଲିଛି ଘାଟିରେ, ପରବର୍ତ୍ତୀ ସମୟରେ ଦେଖାହେଉଛି ପ୍ରବଳ ଜାମ୍, ଯାହାଫଳରେ ବହୁତ ଲୋକ ଯାତାୟାତର ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଯଦି ଦେଖିବେ, ମୟୂରଭଞ୍ଜର ଦୁଇଟି ପ୍ରମୁଖ ସହର ରାଇରଙ୍ଗପୁର ଓ ବାରିପଦାକୁ ସଂଯୋଗ କରେ ଏହି ଘାଟିଟି, ଯାହାଫଳରେ ପ୍ରତିଦିନ ଶହ ଶହ ଲୋକ ଏଥିରେ ଯାତାୟାତ କରିଥାନ୍ତି। ସେପଟେ ପାଞ୍ଚପିଡ଼, ଉପଖଣ୍ଡ, କେଉଁଝର ସେପଟୁ ବି ଲୋକ ଏପଟେ ଯାତାୟାତ କରିଥାନ୍ତି। କିନ୍ତୁ ଏହିସବୁ ସମସ୍ୟା ପ୍ରତିଦିନ ଆମକୁ ନୀତିଦିନିଆ ଦେଖିବାକୁ ମିଳୁଛି, ତାହା ମୟୂରଭଞ୍ଜ ତଥା ଏହି ଘାଟି ପାଇଁ ନିନ୍ଦନୀୟ।